ଜୟଗୁରୁ ଆପଣମାନଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଆମ ପ୍ରୟାସକୁ ସ୍ୱାଗତ। ଆଜି ଆମେ ସେହି ପରମ ପ୍ରେମମୟ ପରମ ଦୟାଳୁଙ୍କର ସେହି ଆଲକ୍ଷ୍ୟକୁ ନେଇ ଆପଣମାନଙ୍କ ନିକଟରେ କିଛି ଉପସ୍ଥାପନ କରିବାକୁ ଯାଉଛୁ। ଆଜିର ଆଲୋଚନାର ବିଷୟବସ୍ତୁ ପବିତ୍ର ନାରୀର ନୀତି ଗ୍ରନ୍ଥର ନିମକ୍ତ ବାଣୀ, ଚାହିଁବାର ବିଳାସିତା। ଯେତେବେଳେ ଦେଖିବ ତୁମର ବାକ୍, ବ୍ୟବହାର, ଚଳନ, ଚରିତ୍ର ଓ ଲାଗି ରହିବା ତୁମର ଚାହିଦାକୁ ଯେପରି କଲେ ତା ପାଇପାର ସହଜ ଭାବରେ ତାର ଅନୁସରଣ କରୁନାହିଁ, ନିଶ୍ଚୟ ଜାଣ ତୁମର ଚାହିଁବା ଖାଣ୍ଟି ନୁହେଁ, ଚାହିଁବାର ବିଳାସିତା ମାତ୍ର। ପ୍ରତ୍ୟେକ ମଣିଷ ଜୀବନରେ ସୁଖ, ଶାନ୍ତି, ଆନନ୍ଦ, ନାମ, ଯଶ, ସମ୍ମାନ ତଥା ସମାଜରେ ପ୍ରତିଷ୍ଠା ପାଇବାକୁ ଚାହାନ୍ତି। କିନ୍ତୁ କେବଳ ଚାହିଁଲେ ପ୍ରାପ୍ତି ଘଟେ ନା। ଚାହିଁବାଟା ପାଇବାକୁ ହେଲେ ଯାହା ଯାହା କରିଲେ ତାହା ମିଳେ, ତାହା କରିବାକୁ ହେବ। ମଣିଷ ଯାହା ଚାହେଁ ତାହା ସାଧାରଣତଃ ପରିବାର, ପରିଜନ ଓ ପାରିପାର୍ଶ୍ୱିକମାନଙ୍କ ଦ୍ୱାରା ପ୍ରାପ୍ତ ହୁଏ। ଏଣୁ ସେମାନଙ୍କୁ ଆପଣାର କରି ରଖିବା ନିମନ୍ତେ ଆମର ବାକ୍, ବ୍ୟବହାର, ଚଳନ, ଚରିତ୍ର ଓ ନିଷ୍ଠା ଏକାନ୍ତ ପ୍ରୟୋଜନ। ଭଲ ପାଇବାଟାକୁ ରକ୍ଷା କରିବା ବା ଦୀର୍ଘସ୍ଥାୟୀ କରିବା ଅତ୍ୟନ୍ତ କଷ୍ଟକର। ଆଜି ଭଲ ପାଇ କାଲି ହୁଏତ ସାମାନ୍ୟ କଥାବାର୍ତ୍ତା ତ୍ରୁଟି ବିଚ୍ୟୁତି ଯୋଗୁଁ ମନୋମାଳିନ୍ୟ ହେଲେ ଚାହିଦା ପ୍ରାପ୍ତି ବ୍ୟାହତ ହୁଏ। ଭାବିବା, କହିବା, କରିବା ଏହି ତିନି କ୍ଷେତ୍ରରେ ସାମ୍ୟ ଭାବ ରଖି ସମସ୍ତଙ୍କ ପ୍ରତି ପ୍ରୀତିପଦ ହୃଦୟ ବ୍ୟବହାର ଯଦି କରାଯାଏ ତେବେ ପ୍ରାପ୍ତି ଘଟିବା ସମ୍ଭବ ହୁଏ। ଏଣୁ ଚାହିଦା ପଛରେ ଥିବା ଚଳନ, ଚରିତ୍ର ଓ ବାକ୍ ବ୍ୟବହାରକୁ ନିଷ୍ଠା ସହକାରେ ପାଳନ କରିବାରେ ଆମେ ଯଦି ସୁଦକ୍ଷା ହେଉ, କେବେ ବି କାହାକୁ ତଳେ ପକାଇ ନ ଦେଉ, ସମସ୍ତଙ୍କୁ ଧରି ରଖୁ, ଲକ୍ଷ୍ମୀ ଆମ ଗୃହରେ ବନ୍ଧା ରହିବେ ଓ ସୌଭାଗ୍ୟ, ଐଶ୍ୱର୍ଯ୍ୟ ଦାସୀ ପରି ଆମର ସେବାରେ ଲାଗି ଧନ୍ୟ ହେବେ। କେଉଁଥିରେ ମଧ୍ୟ ଆମର ଅପୂରଣ ହୋଇ କିଛି ରହିବ ନାହିଁ। ସୁଖ, ଶାନ୍ତି, ଆନନ୍ଦର ଢେଉ ସେହି ପରିବାର ପରିଜନରେ ଖେଳିଯିବ। ସମସ୍ତେ ତୃପ୍ତି, ସ୍ୱସ୍ତିରେ, ପରମାନନ୍ଦରେ ଆପ୍ଲୁତ ହୋଇ ଆମକୁ ଧନ୍ୟ ଧନ୍ୟ କହିବେ। କିନ୍ତୁ ସାଧାରଣତଃ ଦେଖାଯାଏ ଆମେ ଯାହା ଚାହୁଁ ପାଇବା ପାଇଁ, ତାକୁ ପାଇବାକୁ ହେଲେ ଆମର ଯାହା କରଣୀୟ ତାହା କିନ୍ତୁ ଆମେ କରୁନାହୁଁ। ଶ୍ରୀ ଠାକୁର ଆଲୋଚନା ପ୍ରସଙ୍ଗରେ କହିଲେ, ଆମେ ସମସ୍ତେ ବଞ୍ଚିବାକୁ ଆଉ ବଢ଼ିବାକୁ ଚାହୁଁ, ହେଲେ ବଞ୍ଚିବା ପାଇଁ ଯାହା ଯାହା କରିବା ଆବଶ୍ୟକ ତାହା କିନ୍ତୁ କରୁନା। ନିଜେ ବଞ୍ଚିବାକୁ ହେଲେ ପ୍ରଥମେ ଆମକୁ ଅନ୍ୟକୁ ବଞ୍ଚାଇବାକୁ ପଡ଼ିବ। ପରିବାର, ପରିଜନ, ପଡ଼ା ପଡ଼ୋଶୀ ତଥା ପରିବେଶର ପ୍ରୟୋଜନ ପ୍ରତି ନଜର ଦେବାକୁ ହେବ। ସେମାନଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ହେବ। ତେବେ ଯାଇ ଆମର ଉନ୍ନତି ସମ୍ଭବ। ଶ୍ରୀ ଠାକୁର ସତ୍ୟାନୁସରଣରେ କହିଲେ, ଜୀବନକୁ ଯେଉଁଭଳି ଭାବରେ ବଳିଦେବ ନିଶ୍ଚୟ ସେହିପରି ଜୀବନ ଲାଭ କରିବ। ଯେ କେହି ପ୍ରେମ ପାଇଁ ଜୀବନ ଦାନ କରେ ସେ ପ୍ରେମର ଜୀବନ ଲାଭ କରେ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳେ। ଆମେ ସମସ୍ତେ ନିଜକୁ ବଡ଼ କରିବାକୁ ଯାଇ ଅନ୍ୟକୁ ଛୋଟ କରିବାକୁ ପଛଘୁଞ୍ଚା ଦେଉନାହୁଁ। ଆମେ ଚାହୁଁ କିପରି ସମସ୍ତଙ୍କୁ ପାଦ ତଳେ ଚପାଇ ନିଜେ ଉପରକୁ ଉଠିବୁ। ଏହା କିନ୍ତୁ ପ୍ରକୃତରେ ଆମର ଅବନତିର ପ୍ରଥମ କାରଣ। ଏମିତି କରିବା ଦ୍ୱାରା ଆମେ ଆହୁରି ତଳକୁ ଖସିଯାଉ। ତେଣୁ ଶ୍ରୀ ଠାକୁର ସତ୍ୟାନୁସରଣରେ ପୁଣି କହିଲେ, ଦେଇଦିଅ, ନିଜ ପାଇଁ କିଛି ଚାହ ନାହିଁ, ଦେଖିବ ସବୁ ତୁମର ହୋଇଯାଉଛି। ତେଣୁ ଉପରୋକ୍ତ ବାଣୀଟିରେ ଶ୍ରୀ ଠାକୁର କହିଲେ, ଯେତେବେଳେ ଦେଖିବ ତୁମର ବାକ୍, ବ୍ୟବହାର, ଚଳନ, ଚରିତ୍ର ଓ ଲାଗି ରହିବା ତୁମର ଚାହିଁବାକୁ ଯେପରି କଲେ ତା ପାଇପାର ସହଜ ଭାବରେ ତାର ଅନୁସରଣ କରୁନାହଁ, ନିଶ୍ଚୟ ଜାଣ ତୁମର ଚାହିଦା ଖାଣ୍ଟି ନୁହେଁ, ଚାହିଦାର ବିଳାସିତା ମାତ୍ର। ଆମେ ଚାହୁଁ ଅନନ୍ତ ଜୀବନ, କିନ୍ତୁ ଏହି ଅନନ୍ତ ଜୀବନ ପ୍ରାପ୍ତ କରିବାକୁ ଯାହା ଆମର କରଣୀୟ ତାହା କିନ୍ତୁ କରୁନା। ଆମେ ଚାହୁଁ ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ, କିନ୍ତୁ ଆଳସ୍ୟକୁ ତ୍ୟାଗ କରିପାରୁନା। ତେଣୁ ଏସବୁ ଚାହିଦା ଆମର ଖାଣ୍ଟି ନୁହେଁ, ବରଂ ଚାହିଦାର ବିଳାସିତା ମାତ୍ର। କାରଣ ଚାହିଦାକୁ ପାଇବା ପାଇଁ ଆମର କୌଣସି ପ୍ରକାର ଚେଷ୍ଟା ହିଁ ନାହିଁ। କେବଳ ବୃଥା ବାକ୍ୟାଳାପରେ ଆମେ ନିଜକୁ ଫାଙ୍କି ଚାଲିଛୁ ଅନବରତ। କିଛି ନ କରି ପାଇବାକୁ ଯେ ଚାହେଁ ଦୁଃଖ ତାର ପଛେ ଧାଇଁ ରହୁଛୁ। ଜୟ ଗୁରୁ।